ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଆପଣମାନଙ୍କର ଯେଉଁ ଡାଉଟ୍ ରହିଛି 31,000ଟି ଆପଣଙ୍କର ଭ୍ୟାକେନ୍ସି ସମ୍ପର୍କରେ। ସେଇଟା ଆପଣଙ୍କର ଏକା ସାଙ୍ଗରେ ଆସିବ ନା ଫେଜ୍ ୱାଇଜ୍ ଆସିବ, ତା ସମ୍ପର୍କରେ ଆମେ ଏଥିରେ ଡିସ୍କସନ୍ କରିବା। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇଦେବେ, ଯଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ। ତା ପୂର୍ବରୁ ଆଗ ମୁଁ ଆପଣଙ୍କୁ କହିବା ପାଇଁ ଚାହିଁବି, ଏ ନୋଟିସ୍ ଦେଖନ୍ତୁ, ଗତକାଲି ଅସେପା ତରଫରୁ ଆପଣଙ୍କର SCRT ପାଖକୁ ଆପଣଙ୍କର ଯାଇଛି। କେଉଁଥିପାଇଁ ନା ଯେଉଁମାନେ ନୂଆ ବର୍ତ୍ତମାନ ଜଏନିଂ କରିବେ, ଏବେ ତ ଜଏନିଂ କରିନାହାନ୍ତି, ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଯେତେବେଳେ ଜଏନିଂ କରିବେ ଯେଉଁ ଜୁନିୟର ଟିଚର ମାନେ, ତାଙ୍କୁ ଟ୍ରେନିଂ ମଡ୍ୟୁଲ୍ ଆପଣଙ୍କର ଦିଆଯିବ ବା ଟ୍ରେନିଂ ଆପଣଙ୍କର ଦିଆଯିବ। In inviting a reference to the subject cited above, I am to say that there is a provision of 5-day training। ଯେମିତି ଆପଣ ଦେଖିଥିବେ ଏଇ ଯେଉଁ CT ଟ୍ରେନିଂ ନେଲା ସମୟରେ ମଧ୍ୟ, BEd ଟ୍ରେନିଂ ନେଲା ସମୟରେ ମଧ୍ୟ ଆପଣମାନଙ୍କର ଏଇ ଯେଉଁ ଇଣ୍ଡକ୍ସନ୍ କ୍ଲାସ୍ ବଗେରା ହେଇଥାଏ ନା, ଜଷ୍ଟ ଏ ଯେଉଁ କିଛି ପଢ଼େଇବା ପୂର୍ବରୁ ସବୁ ଟିଚର୍ସ ମାନେ ଆପଣଙ୍କର ଆସନ୍ତି, ଆପଣଙ୍କୁ କୁହନ୍ତି ଯେ ଆଗାମୀ 2 ବର୍ଷ ମଧ୍ୟରେ ଆପଣ କ'ଣ କ'ଣ ସବୁ ପଢ଼ିବେ। ସେଇଭଳିଆ ଟିଚର୍ସ ମାନଙ୍କର ମଧ୍ୟ ଟ୍ରେନିଂ ସବୁବେଳେ ଲାଗି ରହିଥାଏ। ଚାକିରି ପୂର୍ବରୁ ଆପଣମାନେ CT BEd ଟ୍ରେନିଂ ନେଇଥିଲେ, ଚାକିରି ପରେ ମଧ୍ୟ ଆପଣଙ୍କର ଇନ୍ ସର୍ଭିସ୍ ଟ୍ରେନିଂ ଆପଣଙ୍କୁ ଲାଗି ରହିଥାଏ। ତ ଏଇଟା ଆପଣଙ୍କର 5 ଦିନର ଟ୍ରେନିଂ ଆପଣଙ୍କର ମିଳେ, ଖାଇବା ପିଇବା ଆପଣଙ୍କୁ ଦିଆଯାଇଥାଏ। ତା ସହିତ ଆପଣଙ୍କୁ ଗୋଟେ ବହି, ଫର୍ମାଲି ବହି ଗୋଟେ ଆପଣଙ୍କୁ ଦିଆଯିବ ଆଉ। ଠିକ୍ ଅଛି। ପ୍ରାୟତଃ ଟ୍ରେନିଂ ଗୁଡ଼ା ରେସ୍ପେକ୍ଟିଭ୍ ଆପଣଙ୍କର ଡାଏଟ୍ ETI ମାନଙ୍କରେ ହୁଏ, ଡିପେଣ୍ଡ କରେ ଆପଣଙ୍କର ସେଇ ଜିଲ୍ଲାର DPC କ'ଣ ଡିସାଇଡ଼୍ ଆପଣଙ୍କର କରିବ, କେଉଁ ଜାଗାରେ କରାଯିବ। ପ୍ରାୟତଃ ସେଇ ଜିଲ୍ଲାର ଯେତିକି ବି ଆପଣଙ୍କର ଜୁନିୟର ଟିଚର ପୋଷ୍ଟିଂ ପାଇଥିବେ ସମସ୍ତଙ୍କୁ ଗୋଟେ ଜାଗାରେ କରିକି ଆପଣଙ୍କର ଟ୍ରେନିଂ ଦିଆଯାଏ। ଠିକ୍ ଅଛି। ତ ଏଇଟା ଆପଣଙ୍କର ଜଏନିଂ ପରେ ହିଁ ଆପଣଙ୍କର ଆରମ୍ଭ ହେବ। ଠିକ୍ ଅଛି। ୟା ସମ୍ପର୍କରେ ଆମେ ଡିସ୍କସନ୍ କଲେ। ତାପରେ ଡେଟ୍ସ ତ ଆପଣଙ୍କୁ ଜଣାଅଛି ଅଲରେଡ଼ି। ଯେମିତି ଆସନ୍ତାକାଲି ଆପଣଙ୍କର ପେପର୍ 2 ପିଲାଙ୍କର ଭେରିଫିକେସନ୍ ରହିଛି। ପ୍ରାୟତଃ ସମସ୍ତେ ଅଲରେଡ଼ି ଭେରିଫିକେସନ୍ କରି ସାରି ଦେଇଛନ୍ତି। ଅଳ୍ପ ଯଦି କିଏ କରିନଥିବେ କିମ୍ବା କାହାର ରିଜେକ୍ସନ୍ ଲିଷ୍ଟରେ ଥିବ, ସେମାନେ ପ୍ରାୟ ଯାଇଥିବେ। ତ ଆପଣଙ୍କର 25 ତାରିଖ ଦିନ ଆପଣଙ୍କର ଏଇ ଯେଉଁ ମେରିଟ୍ ଲିଷ୍ଟ ଆଉ ରିଜେକ୍ସନ୍ ଲିଷ୍ଟ ବାହାରିଯିବ। ସେଇ ସେମ୍ ଜିନିଷ ବାହାରିବ, କିଛି ନୂଆ ଜିନିଷ ଏଥିରେ ନାହିଁ। ତାପରେ ସେମାନେ ଅବଜେକ୍ସନ୍ କରିପାରିବେ 26 ଜୁଲାଇରୁ 2 ଅଗଷ୍ଟ ମଧ୍ୟରେ। ଏବଂ ଯେଉଁ ଡିଷ୍ଟ୍ରିକ୍ଟ ୱାଇଜ୍ କ୍ୟାଟେଗୋରୀ ୱାଇଜ୍ ଫାଇନାଲ୍ ମେରିଟ୍ ଲିଷ୍ଟ, ସେଇଟା ହିଁ ଯେଉଁ ପିଲାଙ୍କର ନାଁ ଅଛି ସେଇଟା ହିଁ ଆପଣଙ୍କର 5 ଅଗଷ୍ଟରେ ଆପଣଙ୍କର ପବ୍ଲିଶ ହେଇଯିବ। ସେ ନୂଆ ଜିନିଷ ଏଥିରେ କିଛି ନାହିଁ। ତାପରେ ଆପଣମାନେ 12 ଅଗଷ୍ଟରୁ 16 ଅଗଷ୍ଟ ମଧ୍ୟରେ ଚଏସ୍ ଲକିଂ ଆପଣଙ୍କର ବା କାଉନସିଲିଂ କରିବେ। ଆପଣଙ୍କର ସ୍କୁଲ ଏଲୋକେସନ୍ 22 ଅଗଷ୍ଟରେ ବାହାରିଯିବ ଯେ କେଉଁ ସ୍କୁଲରେ ଆପଣଙ୍କର ହେଲା। ଦେନ୍ ଏକର୍ଡ଼ିଂଲି ଯେଉଁ ସ୍କୁଲରେ ଆପଣଙ୍କର ହେଲା ତାର ଜଏନିଂ ଅର୍ଡ଼ର ଆପଣଙ୍କର ବାହାରିଯିବ। ଜଏନିଂ ଅର୍ଡ଼ରକୁ ନେଇକି ଆପଣ BO ଅଫିସକୁ ଯାଇକି ଆପଣଙ୍କର ଜଏନିଂ କରିବେ। ଯେଉଁ ବ୍ଲକରେ ଆପଣଙ୍କର ହେଲା ସେ ବ୍ଲକକୁ ଯାଇକି ଆପଣମାନେ ଜଏନିଂ କରିବେ। ଆଉ ଯେଉଁ ସ୍କୁଲରେ ହେବ ସେଇ ସ୍କୁଲର ଯିଏ ହେଡ଼୍ ସାର୍ ଥିବେ କିମ୍ବା ଇନଚାର୍ଜ ଥିବେ ତାଙ୍କୁ ମଧ୍ୟ ଆପଣଙ୍କୁ ଜଏନିଂ ଅର୍ଡ଼ର ଗୋଟେ କପି ଆପଣଙ୍କର ସବମିଟ୍ କରିବାକୁ ପଡ଼ିବ। ଠିକ୍ ଅଛି। ଏସବୁ ତ ରହିଲା ଏଇ କଥା। ଆଉ ଏଥିରେ ମେନ୍ ଜିନିଷ ହେଉଛି ସବୁ ସିଟ୍ ଫିଲ୍ଅପ୍ ହେବା ଦରକାର। ସିଟ୍ ଫିଲ୍ଅପ୍ ନହେଲେ ୟାର ହିଁ ତ ଆପଣଙ୍କର 12,000 13,000 ଖଣ୍ଡେ କେଉଁଠି ଆପଣଙ୍କର ପିଲା ଆପଣଙ୍କର ଜଏନିଂ କରିବେ। ପୁଣି ଯେଉଁ ଭ୍ୟାକେନ୍ସି ରହିଗଲା ସେଗୁଡ଼ା ଫିଲ୍ଅପ୍ ହେବା ଦରକାର। ଯଦିଓ ହାଇକୋର୍ଟ ଆପଣଙ୍କର କ୍ଲିଅରଲି କହିଛନ୍ତି ଏଇଟା ସରିଲା ପରେ ପୁଣି ସେକେଣ୍ଡ ଆପଣଙ୍କର ବାହାରିବ, ମାନେ ଏଇ ଯେଉଁ ଭ୍ୟାକେନ୍ସି ରହିବ ସେଗୁଡ଼ା ବାହାରିବ। ଠିକ୍ ଅଛି। ଦେଖାଯାଉ ଅସେପା ଆପଣଙ୍କର କ'ଣ କରୁଛି। ଏବେ ଆସନ୍ତୁ ଆମେ ଡିସ୍କସନ୍ କରିବା ଯେଉଁ ଆପକମିଂ ଆପଣଙ୍କର ଭ୍ୟାକେନ୍ସି ତା ସମ୍ପର୍କରେ। ଗତ 2 ଦିନ ପୂର୍ବରୁ ଆମର ଅର୍ଗସ୍ ନ୍ୟୁଜ୍ ତରଫରୁ ଏହା ପବ୍ଲିଶ କରାଯାଇଥିଲା। ଆଗ ଆପଣ ଟିକେ ଶୁଣି ନିଅନ୍ତୁ, ଦେନ୍ ମୁଁ ଆପଣଙ୍କୁ ୟା ସମ୍ପର୍କରେ କହୁଛି। ଶୁଣି ନିଅନ୍ତୁ। କହିଛନ୍ତି ରାଜ୍ୟ ସରକାର ଅନ୍ୟପଟେ ଅଗଷ୍ଟ 9ରେ OTT ସରୁ ସରୁ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ପାଖାପାଖି ବାକି ଥିବା 31,000 ଜୁନିୟର ଶିକ୍ଷକ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ। ଆପଣ ଶୁଣିଲେ ସେ କ'ଣ କହୁଛନ୍ତି ନା, ଏଇ ଯେଉଁ ଆପଣଙ୍କର ଅଗଷ୍ଟ 9 ତାରିଖରେ OTET ପରୀକ୍ଷା ରହିଛି। OTET ପରୀକ୍ଷା ଆପଣଙ୍କର ସରୁ ସରୁ ଆପଣଙ୍କର ଆପକମିଂ ଭ୍ୟାକେନ୍ସି 31,000 ଆପଣଙ୍କର ଆସିବ। ତ ଓଡ଼ିଶାରେ ତ ଏତିକି ପଦବୀ ଏକା ସାଙ୍ଗରେ କେବେ ଆପଣଙ୍କର ଆସିନି। ଏକା ସାଙ୍ଗରେ 31,000 ଆପଣଙ୍କର ଭ୍ୟାକେନ୍ସି କେବେ ଆସିନି ହେଲା। ତ ଆପଣମାନେ ବି ଏକ୍ସପେକ୍ଟ କରନ୍ତୁ, ଯଦି ଏକା ସାଙ୍ଗରେ ଆସିଗଲା ମୋ ମତରେ ଗୋଟେ ଫେଜ୍ ୱାଇଜ୍ ଆପଣଙ୍କର ପ୍ରାୟତଃ ଆସିବ। ଫେଜ୍ ୱାଇଜ୍
ଗୋଟେ ବର୍ଷରେ ଏତିକି ବାହାରିଲା ଆଉ ଗୋଟେ ବର୍ଷରେ ଏତିକି ଏଇଭଳିଆ ଏକା ସାଙ୍ଗରେ ବି ଆସିପାରେ କହିହେବନି ଯଦି ସେମାନେ ଚାହୁଁଥିବେ ଏକା ସାଙ୍ଗରେ ସବୁ ପୋଷ୍ଟକୁ ଫିଲ୍ଅପ୍ କରିବା ପାଇଁ। ଆଉ ଜୁନିୟର ଟିଚର ହିଁ ପଦବୀ ଗୁଡ଼ା ଜୁନିୟର ଟିଚର ପଦବୀ ମାନେ କେବଳ ସିଟି ଆଉ ବିଏଡ଼୍ ପିଲାମାନେ ହିଁ କରିପାରିବେ। ଠିକ୍ ଅଛି, ବଟ୍ ସିଟ୍ ଗୁଡ଼ା ଫିଲ୍ଅପ୍ ହେବା ଆପଣଙ୍କର ଦରକାର। ତ ସବୁଠୁ ମେନ୍ ହେଉଛି OTET ପରୀକ୍ଷାରେ କ୍ୱାଲିଫାଇ କରିବା, ରାଇଟ୍। ଯେ OTET ହିଁ କ୍ୱାଲିଫାଇ କରିନଥିବ ସିଏ କ'ଣ ଆଉ ଆପ୍ଲାଏ କରିପାରିବନି। ଆଉ OTETର ଯାହା ସିଲାବସ୍ ଜୁନିୟର ଟିଚର ବି ସେମ୍ ସିଲାବସ୍। ତ ଆପଣମାନେ କାଇଣ୍ଡଲି ପଢ଼ା ଉପରେ ଫୋକସ୍ କରନ୍ତୁ। ଯାହା ଆମର ଜୁନିୟର ଟିଚର ପରୀକ୍ଷା ହେଇଥିଲା ସେ ସେମ୍ କ୍ୱେଶ୍ଚିନ୍ ଗୁଡ଼ାକୁ ଆପଣମାନେ ବାରମ୍ବାର ପ୍ରାକ୍ଟିସ୍ କରନ୍ତୁ। ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନରେ ଆପଣଙ୍କ ପାଇଁ ତ ସବୁଦିନ କ୍ଲାସ୍ କରାହେଉଛି। ପଢ଼ା ଛାଡ଼ିଦେଲେ ଆକ୍ଚୁଆଲି କ'ଣ ହୁଏ ନା, ଲର୍ଣ୍ଣିଂ ଯେହେତୁ ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ୍ ନା, ଆପଣ ଛାଡ଼ିଦେଲେ ଜିନିଷ ଗୁଡ଼ାକୁ ଭୁଲି ଯିବେ। ତେଣୁକରି ଛାଡ଼ନ୍ତୁନି, ମାନେ ପଢ଼ୁଥାନ୍ତୁ। ଡେଲି 2 ଘଣ୍ଟା ପଢ଼ୁଛନ୍ତି, ଘଣ୍ଟେ ପଢ଼ୁଛନ୍ତି, ପଢ଼ନ୍ତୁ। କିନ୍ତୁ ଡେଲି ପଢ଼ୁଥିଲେ କ'ଣ ହେବ ନା, ଗୋଟେ ଆଗ୍ରହ ରହିଥିବ। ଠିକ୍ ଅଛି। ଆଉ ଯେଉଁ ବର୍ତ୍ତମାନ ଫାଷ୍ଟ ଫେଜ୍ ଆପଣଙ୍କର ଚାଲିଛି, ଏଇ ପିଲାଙ୍କର ଆପଣଙ୍କର ଜଏନିଂ ପରେ ପୁଣି ସେଇ ଯେଉଁ ଭ୍ୟାକେନ୍ସି ଥିଲା ତା'ର ବାକି ଗୁଡ଼ା ଫିଲ୍ଅପ୍ ହେଇଯିବ ନା। ଫିଲ୍ଅପ୍ ହେଲା ପରେ ଏଇଗୁଡ଼ା ଆସିଲେ ଆପଣଙ୍କର ଭଲ। ବଟ୍ ଯଦି ସେଇଗୁଡ଼ା ହିଁ ଫିଲ୍ଅପ୍ ହେଇନି, ସେଗୁଡ଼ା ପୁଣି ଏଠି ଏଡ଼୍ ହେଇକି ଆସିଲେ ସେଥିରେ ବି କିଛି ଅସୁବିଧା ନାହିଁ। ବଟ୍ ଯେହେତୁ ସେମାନେ ପରୀକ୍ଷା ଦେଇଥିଲେ ସେଇଥିରୁ ହିଁ ପିଲାଙ୍କୁ ଏଡ଼୍ କରାଯାଇପାରିବ। ହାଇକୋର୍ଟ ଅଲରେଡ଼ି ତାହା ହିଁ କହିଛି, ଯେ ପର୍ଯ୍ୟନ୍ତ ସିଟ୍ ଫିଲ୍ଅପ୍ ନ ହେଉଥିବ ସିଲେକ୍ସନ୍ ଲିଷ୍ଟ ଆପଣଙ୍କର ପବ୍ଲିଶ ହେଉଥିବ, ରାଇଟ୍। ତେଣୁକରି ସେଇଟା କାର୍ଯ୍ୟକାରୀ ହେବା ଆପଣଙ୍କର ଦରକାର। ଦେନ୍ ଏଇ ଭ୍ୟାକେନ୍ସି ଆପଣଙ୍କର ଆସିଯାଉ, ବହୁତ ସୁନ୍ଦର। ମ୍ୟାକ୍ସିମମ୍ ପିଲାମାନେ ଆପଣଙ୍କର ସିଟି ପ୍ରାଇମେରୀ ତ କେବଳ ସିଟି ପିଲାମାନେ ହିଁ ପାଇବେ। ଆଉ ଯେଉଁ ଆପାର ପ୍ରାଇମେରୀ ରହିଲା ସେଇଟା ସିଟି ଆଉ ବିଏଡ଼୍ ବୋଥ୍ ପିଲାମାନେ ଆପଣଙ୍କର ପାଇଯିବେ। ଠିକ୍ ଅଛି। ତ ଭଗବାନଙ୍କର ଆଶୀର୍ବାଦ ରହୁ, ଭ୍ୟାକେନ୍ସି ଆପଣଙ୍କ ପାଇଁ ଆସିଯାଉ ଆଉ ଆପଣମାନେ ସମସ୍ତେ ଚାକିରି ଆପଣଙ୍କର ପାଇଯାଆନ୍ତୁ। ଠିକ୍ ଅଛି। ବଟ୍ ଏକା ସାଙ୍ଗରେ ଆସିଲେ ବହୁତ ହି ଭଲ। ଯଦି ଫେଜ୍ ୱାଇଜ୍ ବି ଆସେ ସେଥିରେ ବି କିଛି ଅସୁବିଧା ନାହିଁ। ଠିକ୍ ଅଛି। ଏହା ହିଁ ଥିଲା ଆପଣଙ୍କର କମ୍ପ୍ଲିଟ୍ ଇନଫର୍ମେସନ୍। ଆଉ ହଁ, ବିଏଡ଼୍ ପିଲାଙ୍କର ଯେଉଁ ବିଏଡ଼୍ ଏଣ୍ଟ୍ରାନ୍ସ ଅଛି ଏଇଟା ସନ୍ଡେ ଦିନ ଆସୁଛି, ସନ୍ଡେ ଦିନ ସରିଯିବ। ତ ସେପଟକୁ ଆପଣଙ୍କର 12 ଦିନ ପାଖାପାଖି ରହିବ। ଯେଉଁମାନେ ବି OTET ପରୀକ୍ଷାରେ ନା ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି, ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ OTET ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ଯେମିତି ୱେରେ ମୁଁ ଆପଣଙ୍କୁ କହିଛି ନା, ଖାଲି ସେମିତିକା ୱେରେ ପଢ଼ନ୍ତୁ। ବହୁତ ଇଜିଲି OTET ପରୀକ୍ଷାରେ କ୍ୱାଲିଫାଇ କରିପାରେ, ବହୁତ ଇଜିଲି। କ୍ୱେଶ୍ଚିନ୍ ଦେଖୁ ଦେଖୁ କେମିତିକା ଉତ୍ତର କରିହେବ ତା ସମ୍ପର୍କରେ ମୁଁ ଆପଣଙ୍କୁ ବୁଝେଇଛି। ଆଉ କ୍ଲାସ୍ ଗୁଡ଼ା କାଇଣ୍ଡଲି କରନ୍ତୁ। କ୍ଲାସ୍ ନ କଲେ ଆପଣମାନେ ଜିନିଷ ଗୁଡ଼ାକୁ ଭୁଲି ଆପଣଙ୍କର ଯିବେ। ଠିକ୍ ଅଛି। थैंक यू। जय जगन्नाथ। धन्यवाद। थैंक यू। तो यह थिला आपणकर कंप्लीट इनफॉरमेशन जहाँकि मु आपको शेयर कली। जय जगन्नाथ। धन्यवाद।